ଚାଲିଥିବା ଚର୍ଚ୍ଚାରେ ପଡିଛି ପୂର୍ଣ୍ଣଛେଦ। ବନ୍ଧୁରୁ ପାଲଟିଛି ଜୀବନ ସାଥୀ। ପ୍ରଥମ ବିବାହ ସକ୍ସେସଫୁଲ ହେଇପାରିଲା ନାହିଁ। ଦୀର୍ଘ ଦିନର ବାନ୍ଧବୀ ଜାଗୃତି ଶୁକ୍ଲାଙ୍କୁ ନୂଆଦିଲ୍ଲୀର ହଜ୍ ଜଗନ୍ନାଥ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉଭୟ ପକ୍ଷ ପରିବାର ଓ କିଛି ଖାସ ବନ୍ଧୁଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଛି। ଖୋଲା ଭିଣ୍ଟେଜ କାରରେ ବର ବେଶରେ ଯାଇଥିଲେ ଅନୁଭବ ମହାନ୍ତି। ବିବାହ ପରେ ପରେ ବରକନ୍ୟା ରିସେପସନ କାର୍ଯ୍ୟକ୍ରମରେ ଯୋଗଦେଇ ନିର୍ଦ୍ଦେଶକ ଅଜୟ ପାଢୀ, ହିମାଦ୍ରୀ ତନୟା ଦାସ, ଜିତୁ ମଙ୍ଗରାଜ ପ୍ରମୁଖ ଯୋଗଦେଇ ନବ ଦମ୍ପତିଙ୍କୁ ଏଥିସହ ସେ ନିଜ ଭାବି ସଙ୍ଗୀକୁ ନେଇ କ୍ୟାପସନରେ ଅନେକ କଥା ଲେଖିଥିଲେ। ତେବେ କହି ରଖୁଛୁ 2014 ଫେବୃଆରୀ 8 ତାରିଖ ବହୁତ କିଛି କହିଥିଲେ। ବର୍ଷାଙ୍କ ସହିତ ଯାହା ସବୁ ଘଟିଥିଲା ସମ୍ପୂର୍ଣ୍ଣ ଭାବରେ ସେ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ ମାନଙ୍କୁ ଜଣାଇଥିଲେ। ଏଥିସହିତ ତାଙ୍କର ଦ୍ୱିତୀୟ ବିବାହ ପାଇଁ ମଧ୍ୟ ଆନାଉନ୍ସମେଣ୍ଟ କରିଥିଲେ। ସୋସିଆଲ ମିଡିଆରେ କହିଥିବା କଥାକୁ ଏବେ ଅନୁଭବ ମହାନ୍ତି ସମ୍ପୂର୍ଣ୍ଣ କରିଛନ୍ତି। ଏବେ ତାଙ୍କର ଦ୍ୱିତୀୟ ବିବାହ ମଧ୍ୟ ହେଇସାରିଛନ୍ତି ଏବଂ ବାନ୍ଧବୀ ଜାଗୃତି ଶୁକ୍ଲା ଯାହା ପାଇଁ ଏତେ ଚର୍ଚ୍ଚା ଆଲୋଚନା ହଉଥିଲା ତାହାକୁ ହିଁ ସେ ବିବାହ ବନ୍ଧନରେ ବାନ୍ଧି ହେଇଛନ୍ତି। ତେବେ ଦର୍ଶକ ବନ୍ଧୁ ଦେଖିବା ଆରି ଭିତରେ କଣ ସବୁ ଘଟଣା ଘଟିଛନ୍ତି ଅନୁଭବ ଆଉ ଜାଗୃତି ଶୁକ୍ଲାଙ୍କ ଭିତରେ ତାହା ଆମେ ଦେଖିବା। ଦର୍ଶକ ବନ୍ଧୁ ଶେଷରେ ବର୍ଷା ପ୍ରିୟଦର୍ଶିନୀ ଯାହା କହୁଥିଲା ସେୟା ହିଁ ହେଲା। ଅନୁଭବ ବର୍ଷାଙ୍କ ଛାଡ଼ପତ୍ର ମାମଲା ତ ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ। ଏହି ଦୁଇ ଯୋଡି ଓଡିଆ ମାନଙ୍କ ହୃଦୟରେ ରାଜ କରୁଥିଲା, କିନ୍ତୁ ହଠାତ୍ ଏହି ଲଭ୍ ବାର୍ଡଙ୍କ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା। ଏହି ଝଡ଼ ଦୁହିଁକୁ ଅଲଗା କରିଦେଇଥିଲା। ସାମାଜିକ ଗଣମାଧ୍ୟମରେ ବର୍ଷା ଅନୁଭବକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। କୁହାଯାଉଥିଲା ଅନୁଭବ ବର୍ଷାଙ୍କ ଭିତରେ ଥିଲା ଜାଗୃତି ଶୁକ୍ଲା। ଜାଗୃତି ଶୁକ୍ଲାଙ୍କ ପାଇଁ ଆଜି ଦୁହେଁ ଅଲଗା ହୋଇଗଲେ। ତେବେ କଣ ଥିଲା ଜାଗୃତି ଶୁକ୍ଲା ଆଉ ଅନୁଭବଙ୍କ ସମ୍ପର୍କ, ଚାଲନ୍ତୁ ଜାଣିବା। ଭାଇ ଅନୁଭବ ମହାନ୍ତି ପକ୍କା ନଟଙ୍କିବାଜ। ମୁଁ ଏମିତି କାହିଁକି କହୁଛି ଆପଣମାନେ ନିହାତି ଭାବରେ ଭାବୁଥିବେ। ଟିକେ ରହିଯାଅ, ସମ୍ପୂର୍ଣ୍ଣ ଖୋଲି କହିବି ଆପଣମାନେ ଶୁଣି ନେବେ। ଭାଇ ଅନୁଭବ ମହାନ୍ତିଙ୍କ ସହିତ ଜାଗୃତିଙ୍କୁ କେବେ ଦେଖାହେଲା ଆଉ କେମିତି ଦେଖାହେଲା ଆଉ କେମିତି ହେଇଛି ଦୁହିଁଙ୍କ ବିବାହ, ଏହି ସମସ୍ତ ଖବର ଜାଣିବାକୁ ହେଲେ ଭିଡିଓଟି ସମ୍ପୂର୍ଣ୍ଣ ଭାବରେ ଦେଖିବାକୁ ପଡିବ। ତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବହୁଚର୍ଚ୍ଚିତ ଯୋଡି ଅନୁଭବ ମହାନ୍ତି ଆଉ ଜାଗୃତି ଶୁକ୍ଲା। ଦୀର୍ଘ ଦିନର ବନ୍ଧୁତ୍ୱ ଶେଷରେ 7 ଜନ୍ମର ସମ୍ପର୍କରେ ପରିଣତ ହୋଇଛି। ଏହି ବିବାହର ଏକାଧିକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅନୁଭବଙ୍କ ପ୍ରଶଂସକ ମାନେ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଉଛନ୍ତି। ଅଭିନୟ ସମୟରେ ପ୍ରେମରେ ପଡ଼ିବା ପରେ 2014ରେ ବର୍ଷା ପ୍ରିୟଦର୍ଶିନୀଙ୍କ ହାତ ଧରିଥିଲେ ଅନୁଭବ ମହାନ୍ତି। ହେଲେ ଏହା ବେଶୀ ଦିନ ଧରି ଚାଲିପାରିଲା ନାହିଁ। ଦୀର୍ଘ ବର୍ଷର ଆଇନଗତ ଲଢେଇ ପରେ 2023ରେ ଦୁହେଁ ଅଲଗା ହୋଇଯାଇଥିଲା। ଏହାପରଠୁ ଜାଗୃତିଙ୍କ ସହ ଅନୁଭବଙ୍କ ସମ୍ପର୍କକୁ ନେଇ ଜୋରସୋରରେ ଚର୍ଚ୍ଚା ହେଉଥିଲା, ହେଲେ କେହି ବି ଏନେଇ ମୁହଁ ଖୋଲୁ ନଥିଲେ। କିଛି ଦିନ ତଳେ ଅନୁଭବଙ୍କ ଉପରେ ଜାଗୃତି ଶୁକ୍ଲା ଲେଖୁଥିବା ବାୟୋପିକ୍ ରିଲିଜ ହୋଇଥିଲା। ସେହି ସମୟରେ ଜାଗୃତି ଅନୁଭବଙ୍କ ସହ ବିବାହକୁ ନେଇ ଇଙ୍ଗିତ କରିଥିଲେ। ଏବେ ବିବାହର ବିଭିନ୍ନ ଉତ୍ସବ ଯେମିତିକି ନିର୍ବନ୍ଧ ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଆଉ ମିଶିଗଲାନି ଦୁଇ ମନ, ଏକାଠି ହେବେ ଦୁଇ ଆତ୍ମା। ଗତ 11 ତାରିଖ ଦିନ ଦୁହିଁଙ୍କ ହାତ ଗଣ୍ଠି ପଡିଛି ଆଉ ସାଥୀ ହୋଇଛନ୍ତି 7 ଜନ୍ମର। ଆଉ ଦୂରରେ ନୁହଁ, ଏବେଠୁ ଗୋଟିଏ ଘରେ ରହିବେ ଦୁଇ ପ୍ରେମ ପକ୍ଷୀ। ଗପ ଭଳି ଲାଗୁଥିଲେ ବି ଏହା ସତ। ଦୁଇ ଜଣଙ୍କ ମନରେ ହେଉଛି ସମଥିଙ୍ଗ ଜାଗୃତିଙ୍କ ସ୍ୱପ୍ନ। ଦ୍ୱିତୀୟ ଇନିଂସ ଖେଳିବାକୁ ଯାଉଛନ୍ତି ଅଭିନେତା ଅନୁଭବ ମହାନ୍ତି। 2 ଦିନ ତଳେ ଦିଲ୍ଲୀରେ ସିକ୍ରେଟ ନିର୍ବନ୍ଧ କରିଥିଲେ ଅନୁଭବ ଓ ଜାଗୃତି। ଏନେଇ ଦୁହେଁ ମଧ୍ୟ ନିର୍ବନ୍ଧ ପରେ ପରିବାରଙ୍କ ସହମତିରେ ହାତ ଧରିବାକୁ ଯାଉଛନ୍ତି ବୋଲି ନିଜ ଇନଷ୍ଟାଗ୍ରାମରେ ନିର୍ବନ୍ଧ ଫଟୋ ପୋଷ୍ଟ କରିଥିଲେ। ହେଲେ କେବେ ବାହାଘର ହେବ ଏନେଇ କୌଣସି ଟିପ୍ପଣୀ ଦେଇନଥିଲେ। ଏବେ ନିର୍ବନ୍ଧ ପରେ ଯାହା ଚର୍ଚ୍ଚା ହୋଇଥିଲା ଯେ କି 11 ତାରିଖ ଦିନ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି, ହେଲେ ସେମାନଙ୍କ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇ ନଥିଲା। ତେବେ ପରିବାର ବର୍ଗ ଓ କିଛି ହାତଗଣତି ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆଗରୁ ମନ ମିଶିଥିଲା, ଏବେ ଦୁହେଁ ଏକାଠି ହେବାକୁ ପ୍ରତିଶ୍ରୁତି ନେଇଛି। ଉଭୟଙ୍କର ହାତ ଧରି ହୋଇଯାଇଛନ୍ତି 7 ଜନ୍ମର ସାଥୀ। ବର୍ଷଙ୍କ ସହ